ସୁଫି ଆନ୍ଦୋଳନ। ଏହି ସୁଫି ଆନ୍ଦୋଳନରୁ ପିଲାମାନେ ତୁମର ପରୀକ୍ଷାରେ 3 ମାର୍କର ପ୍ରଶ୍ନ ଆସିଥାଏ। ଏବଂ ପ୍ରଶ୍ନ କେମିତି ଥାଏ ଯେ ସୁଫି ଆନ୍ଦୋଳନର ବିଭିନ୍ନ ସମ୍ପ୍ରଦାୟ ବିଷୟରେ ବର୍ଣ୍ଣନା କର ବୋଲିକି ପ୍ରଶ୍ନ ପଚାରିଥାଏ। ତା ସହିତ ଆହୁରି ସୁଫି ଆନ୍ଦୋଳନର ଭାରତୀୟ ସମାଜ ଉପରେ ପ୍ରଭାବ, ଏହି ସୁଫି ଆନ୍ଦୋଳନର ପ୍ରଭାବ କ'ଣ ପଡ଼ିଥିଲା ତାରି ବିଷୟରେ ଲେଖ ବୋଲିକି ପ୍ରଶ୍ନ ଆସିଥାଏ। ତ ଏହି ସୁଫି ଆନ୍ଦୋଳନରୁ 3 ମାର୍କର ପ୍ରଶ୍ନ ଆସିଥାଏ ପିଲାମାନେ। ତ ଆଜି ଆମେ ଜାଣିବା ଚାଲ ସୁଫି ଆନ୍ଦୋଳନ, ଯଦ୍ୱାରା ଯଦି ତୁମର ପରୀକ୍ଷାରେ ପ୍ରଶ୍ନ ଆସିବ ସୁଫି ଆନ୍ଦୋଳନକୁ ନେଇକି 3 ମାର୍କର ପ୍ରଶ୍ନ, ତାହେଲେ ତୁମେ ଅତି ସହଜ ଭାବରେ ଯେମିତି କରିପାରିବ। ସୁଫି ଆନ୍ଦୋଳନ। ସୁଫି ଆନ୍ଦୋଳନ କାହାକୁ କୁହାଯାଏ ଦେଖ ପିଲାମାନେ, ଇସଲାମ ଧର୍ମର ସଂସ୍କାରମୂଳକ ଆନ୍ଦୋଳନକୁ ସୁଫି ଆନ୍ଦୋଳନ ବୋଲିକି କୁହାଯାଏ। ଏହି ସୁଫି ଆନ୍ଦୋଳନ ଆରମ୍ଭ ହୋଇଥିଲା ପାରସ୍ୟଠାରେ। ପାରସ୍ୟ କହିଲେ ପିଲାମାନେ ବର୍ତ୍ତମାନର ଇରାନକୁ ହିଁ ବୁଝେଇଥାଏ। ଆଉ ଏଠି ଦେଖ ଏ ଯେଉଁ ପ୍ରଥମ ଫଟୋ ଚିତ୍ର ଅଛି, ଏଠି ଇରାନକୁ ସୂଚିତ କରାଇ ଦିଆଯାଇଛି ଏହି ମାନଚିତ୍ରରେ। ଏହି ସୁଫି ଆନ୍ଦୋଳନ ପୁଣି ଭାରତକୁ ପ୍ରବେଶ କରିଥିଲା ଦ୍ୱାଦଶ ଶତାବ୍ଦୀରେ। ପିଲାମାନେ ପରୀକ୍ଷାରେ ପ୍ରଶ୍ନ ଆସିଯାଏ ଯେ ସୁଫି ଆନ୍ଦୋଳନ କେବେ ଭାରତକୁ ପ୍ରବେଶ କରିଥିଲା, କେବେ କରିଥିଲା? ଦ୍ୱାଦଶ ଶତାବ୍ଦୀରେ। ଏବଂ ଭାରତର ପ୍ରଥମ ସୁଫି ସନ୍ଥ ଥିଲେ ଶେଖ୍ ଇସମାଇଲ। ପରୀକ୍ଷାରେ ଏହା ବି ପ୍ରଶ୍ନ ଆସିଯାଏ ପିଲାମାନେ ଯେ ଭାରତର ପ୍ରଥମ ସୁଫି ସନ୍ଥ କିଏ ଥିଲେ ବୋଲି, କିଏ ଥିଲେ? ଶେଖ୍ ଇସମାଇଲ। ଏବଂ ସେହି ଶେଖ୍ ଇସମାଇଲ ଅବସ୍ଥାନ କରୁଥିଲେ ଲାହୋର ଠାରେ। ଏବଂ ଭାରତରେ ପ୍ରସିଦ୍ଧ ସୁଫି ସନ୍ଥ ଥିଲେ ଖ୍ୱାଜା ମୁଇନୁଦ୍ଦିନ ଚିସ୍ତି। ଏହା ବି ପିଲାମାନେ ପ୍ରଶ୍ନ ଆସିଯାଏ ଯେ ଭାରତରେ କେଉଁ ସୁଫି ସନ୍ଥ ପ୍ରସିଦ୍ଧ ଥିଲେ, କିଏ ଥିଲେ? ଖ୍ୱାଜା ମୁଇନୁଦ୍ଦିନ ଚିସ୍ତି। ଏଠି ଯେଉଁ ଫଟୋ ଚିତ୍ର ଦେଖୁଛ ପିଲାମାନେ, ମୁଁ ଯେଉଁ ମାର୍କ କରୁଛି ଏ ଫଟୋ ଚିତ୍ରଟି ହେଉଛି ଖ୍ୱାଜା ମୁଇନୁଦ୍ଦିନ ଚିସ୍ତିଙ୍କର। ଏବଂ ଇଏ ଭାରତର ଜଣେ ପ୍ରସିଦ୍ଧ ସୁଫି ସନ୍ଥ ଥିଲେ। ଏବଂ ଏହି ଯେଉଁ ଇସଲାମ ଧର୍ମର ଯେଉଁ ସଂସ୍କାରମୂଳକ ଆନ୍ଦୋଳନ କରୁଥିଲେ, ଯେଉଁ ସନ୍ଥମାନେ ଏହି ଆନ୍ଦୋଳନ କରୁଥିଲେ, ସେହି ସନ୍ଥମାନଙ୍କୁ ତସଉଫ ଗୋଷ୍ଠୀ ବୋଲିକି କୁହାଯାଉଥିଲା। ଏହି ତସଉଫ ଗୋଷ୍ଠୀ ବି 1 ମାର୍କର ପ୍ରଶ୍ନ ଆସିଯାଏ। ତ ଇସଲାମ ଧର୍ମର ସନ୍ଥମାନଙ୍କୁ ତସଉଫ ଗୋଷ୍ଠୀ କୁହାଯାଉଥିଲା, ଯେଉଁମାନେ କି ସୁଫି ଆନ୍ଦୋଳନ କରୁଥିଲେ। ସୁଫି ଶବ୍ଦର ଅର୍ଥ। ଯେଉଁ ସୁଫି ଶବ୍ଦଟି ଅଛି ପିଲାମାନେ, ଏହା ଆରବୀୟ ଶବ୍ଦରୁ ଏ ଶବ୍ଦକୁ ଆନିତ। ଏବଂ କେଉଁ ଶବ୍ଦରୁ ଆନିତ? ସୁଫ୍ ଶବ୍ଦରୁ ଆନିତ। ସୁଫି ଶବ୍ଦଟି ଆରବୀୟ ସୁଫ୍ ଶବ୍ଦରୁ ହିଁ ଆନିତ। ଏବଂ ଏହି ସୁଫ୍ ଶବ୍ଦର ଅର୍ଥ ହେଲା ପଶମ। ଏହି ସୁଫି ସନ୍ଥ ଆଉ ସୁଫି ଧର୍ମର ଅନୁଗାମୀମାନେ ପଶମ ବସ୍ତ୍ର ପରିଧାନ କରୁଥିଲେ ପିଲାମାନେ। ଅନ୍ୟମାନଙ୍କ ମତରେ ଏହି ସୁଫି ଶବ୍ଦଟି ସାଫା ବା ସଫା ଶବ୍ଦରୁ ହିଁ ଆନିତ ହୋଇଥିଲା। ଏବଂ ଏହି ସାଫା ବା ସଫା ଶବ୍ଦର ଅର୍ଥ ହେଲା ପବିତ୍ର। ଆହୁରି ଅନ୍ୟମାନଙ୍କ ମତରେ ଏହି ସୁଫି ଶବ୍ଦଟି ସୁଫା ଶବ୍ଦରୁ ହିଁ ଆନିତ। ଏବଂ ସୁଫା ଶବ୍ଦର ଅର୍ଥ ହେଲା ଚଉତରା। ସୁଫି ସନ୍ଥମାନେ ଏବଂ ଏହି ସୁଫି ଧର୍ମର ଅନୁଗାମୀମାନେ ଏହି ଚଉତରାରେ ବସି ତାଙ୍କର ସୁଫି ଧର୍ମ ବିଶ୍ୱାସ ଆହରଣ କରୁଥିଲେ ପିଲାମାନେ। ଯେଉଁ ସୁଫି ସନ୍ଥମାନେ ଥିଲେ, ସେହି ସୁଫି ସନ୍ଥମାନେ ସଂଗଠନ ବା ପରମ୍ପରା ତିଆରି କରିଥିଲେ। ଏବଂ ଏହି ସଂଗଠନ ବା ପରମ୍ପରାର ପରିଚାଳନା ସେହି ମୁଖ୍ୟ ସୁଫି ସନ୍ଥମାନେ ହିଁ କରୁଥିଲେ। ଏବଂ ମୁଖ୍ୟ ସୁଫି ସନ୍ଥମାନଙ୍କୁ ଶେଖ୍ ବୋଲି କୁହାଯାଉଥିଲା, ପୀର ବୋଲି କୁହାଯାଉଥିଲା, ମୁର୍ସିଦ ବୋଲି କୁହାଯାଉଥିଲା, ମାଲିକ ବୋଲିକି ବି କୁହାଯାଉଥିଲା। ତାଙ୍କୁ ଆହୁରି କର୍ତ୍ତା ବା ମୁଖିଆ ବୋଲିକି କୁହାଯାଉଥିଲା। ଏହି ସୁଫି ଆନ୍ଦୋଳନ ସମୟରେ ଖନକା କାହାକୁ କୁହାଯାଉଥିଲା ପିଲାମାନେ ଦେଖ, ଯାତ୍ରୀ ନିବାସ ବା ଧର୍ମଶାଳାକୁ ଖନକା ବୋଲିକି କୁହାଯାଉଥିଲା। ମୁରିଦ କାହାକୁ କୁହାଯାଉଥିଲା? ମୁରିଦ ଶିଷ୍ୟମାନଙ୍କୁ କୁହାଯାଉଥିଲା ସୁଫି ଧର୍ମରେ। ଗୁରୁଙ୍କୁ କ'ଣ କୁହାଯାଉଥିଲା ଦେଖ ପିଲାମାନେ, ଶେଖ୍, ପୀର ବା ମୁର୍ସିଦ ବୋଲିକି କୁହାଯାଉଥିଲା। ସିଲସିଲା କାହାକୁ କୁହାଯାଉଥିଲା ଦେଖ, ପରୀକ୍ଷାରେ ପ୍ରଶ୍ନ ଆସିଯାଏ 1 ମାର୍କର ଯେ ମୁର୍ସିଦ ଓ ମୁରିଦ ମଧ୍ୟରେ ଉତ୍ତରାଧିକାରୀଙ୍କର ଏକ ଶୃଙ୍ଖଳକୁ ସିଲସିଲା ବୋଲିକି କୁହାଯାଏ। ବା ମୁର୍ସିଦ ଓ ମୁରିଦ ମଧ୍ୟରେ ଯେଉଁ ପରମ୍ପରା ବା ସଂଗଠନ ତିଆରି କରାଯାଇଥିଲା ସୁଫି ଆନ୍ଦୋଳନ ପାଇଁ, ତାକୁ କୁହାଯାଏ ସିଲସିଲା ବୋଲିକି। ଦରଘା କାହାକୁ କୁହାଯାଏ ଦେଖ ପିଲାମାନେ, ମୁର୍ସିଦଙ୍କ ସମାଧିକୁ ହିଁ ଦରଘା ବୋଲିକି
କୁହାଯାଏ। ଆଉ ମୁର୍ସିଦ ମାନେ ହେଲା ଗୁରୁ, ଗୁରୁଙ୍କର ସମାଧିକୁ ଦରଘା ବୋଲିକି କୁହାଯାଉଥିଲା। ପୁଣି ଆହୁରି ପ୍ରଶ୍ନ ଆସେ ପିଲାମାନେ, ଜିଆରତ କାହାକୁ କୁହାଯାଏ? ଏହି ଗୁରୁଙ୍କ ସମାଧିକୁ ଶିଷ୍ୟମାନଙ୍କର ଯେଉଁ ତୀର୍ଥଯାତ୍ରା କରାଯାଇଥାଏ ତାକୁ ଜିଆରତ ବୋଲିକି କୁହାଯାଏ। ସୁଫି ବ୍ରହ୍ମଚାରୀଙ୍କୁ କ'ଣ କୁହାଯାଉଥିଲା ଦେଖ ପିଲାମାନେ, କଲନ୍ଦର ବୋଲି କୁହାଯାଉଥିଲା, ମଦାରୀ ବୋଲି କୁହାଯାଉଥିଲା, ମାଲଙ୍ଗ ବୋଲିକି କୁହାଯାଉଥିଲା, ତା ସହିତ ହାଇଦରୀ ବୋଲିକି ବି ସୁଫି ବ୍ରହ୍ମଚାରୀମାନଙ୍କୁ କୁହାଯାଉଥିଲା। ସୁଫି ଆନ୍ଦୋଳନରେ ଶରିୟତ ପିଲାମାନେ, ଶରିୟତ କାହାକୁ କୁହାଯାଏ? ତୁମର ପରୀକ୍ଷାରେ 1 ମାର୍କର ପ୍ରଶ୍ନ ଆସେ, ତା ସହିତ 2 ମାର୍କର ବି ପ୍ରଶ୍ନ ଆସେ। ଶରିୟତ କାହାକୁ କୁହାଯାଏ? ଇସଲାମ ଧର୍ମର ନୀତି ନିୟମକୁ ଶରିୟତ ବୋଲିକି କୁହାଯାଏ। ଏବଂ ଏହି ଇସଲାମ ଧର୍ମର ନୀତି ନିୟମ ଯାହାକୁ କି ଶରିୟତ ବୋଲିକି କୁହାଯାଉଛି, ଏହି ଶରିୟତ 2 ଭାଗରେ ବିଭାଜନ। ଗୋଟିଏ ହେଲା ବେଶରିଆ, ଅନ୍ୟଟି ହେଲା ବାଶରିଆ। ବେଶରିଆ କାହାକୁ କୁହାଯାଏ? ଶରିୟତର ପ୍ରତ୍ୟାଖ୍ୟାନ ଯେଉଁମାନେ କରନ୍ତି ସେମାନଙ୍କୁ ବେଶରିଆ ବୋଲିକି କୁହାଯାଏ, ବା ଇସଲାମ ଧର୍ମର ନୀତି ନିୟମକୁ ଯେଉଁମାନେ ମାନନ୍ତି ନାହିଁ ସେମାନଙ୍କୁ ବେଶରିଆ ବୋଲିକି କୁହାଯାଏ। ବାଶରିଆ କାହାକୁ କୁହାଯାଏ? ଶରିୟତ ଅନୁକରଣ ଯେଉଁମାନେ କରନ୍ତି ତାଙ୍କୁ ବାଶରିଆ ବୋଲିକି କୁହାଯାଏ, ବା ଇସଲାମ ଧର୍ମର ନୀତି ନିୟମକୁ ଯେଉଁମାନେ ଅନୁସରଣ ବା ଅନୁକରଣ କରନ୍ତି ତାକୁ ବାଶରିଆ କୁହାଯାଏ। ବର୍ତ୍ତମାନ ଜାଣିବା ପିଲାମାନେ ଆମେ ସୁଫି ଆନ୍ଦୋଳନର କାରଣମାନେ କ'ଣ ଥିଲା। ପ୍ରଥମ କାରଣଟି ହେଉଛି ପ୍ରେମ ଓ ଭକ୍ତି ଉପରେ ଗୁରୁତ୍ୱ। ସୁଫି ସନ୍ଥମାନେ ପ୍ରେମ ଏବଂ ଭକ୍ତି ଉପରେ ଗୁରୁତ୍ୱ ଦେଇଥିଲେ, ତେଣୁକରି ସୁଫି ଆନ୍ଦୋଳନ ହୋଇଥିଲା। ଦ୍ୱିତୀୟ କାରଣଟି ହେଉଛି ଆନ୍ତରିକତା, ଶୁଦ୍ଧତା ଉପରେ ଗୁରୁତ୍ୱ। ଏ ସୁଫି ଆନ୍ଦୋଳନର ସନ୍ଥମାନେ ମନର ଶୁଦ୍ଧତା ଉପରେ ହିଁ ଗୁରୁତ୍ୱ ଦେଇଥିଲେ, ବା ତାକୁ ଆନ୍ତରିକ ଶୁଦ୍ଧତା ବୋଲିକି କୁହାଯାଏ, ତେଣୁକରି ସୁଫି ଆନ୍ଦୋଳନ ହୋଇଥିଲା ପିଲାମାନେ। ଆହୁରି ସୁଫି ଆନ୍ଦୋଳନର କାରଣ ହେଲା ସାମାଜିକ ସଂସ୍କାର। ସେହି ସୁଫି ଆନ୍ଦୋଳନ ସମୟରେ ସମାଜରେ ଅନେକ ଗୁଡ଼ିଏ କୁପ୍ରଥା ପ୍ରଚଳନ ଥିଲା ଏବଂ ସେହି କୁପ୍ରଥାକୁ ଦୂର କରିବା ପାଇଁ ଏହି ସୁଫି ଆନ୍ଦୋଳନ ହୋଇଥିଲା। ଆହୁରି ଏକ ଅନ୍ୟ କାରଣ ହେଲା ସମାନତାର ପ୍ରସାର। ସୁଫି ଆନ୍ଦୋଳନ ସମୟରେ ଭାରତୀୟ ସମାଜରେ ସମାନତା ହିଁ ନଥିଲା, ତେଣୁକରି ଏହି ସୁଫି ସନ୍ଥମାନେ ଭାରତରେ ସମାନତାର ପ୍ରସାର କରିବା ପାଇଁ ଏହି ସୁଫି ଆନ୍ଦୋଳନ ଆରମ୍ଭ କରିଥିଲେ। ସୁଫି ଆନ୍ଦୋଳନର ଆହୁରି ଏକ କାରଣ ହେଲା ସ୍ଥାନୀୟ ଭାଷା ଓ ରୀତିନୀତି ପ୍ରତି ଗୁରୁତ୍ୱ। ସୁଫି ଆନ୍ଦୋଳନ ପୂର୍ବରୁ ଭାରତରେ ଯେଉଁ ବିଭିନ୍ନ ସ୍ଥାନର ସ୍ଥାନୀୟ ଭାଷା ଥିଲା ତା ସହିତ ଯେଉଁ ସ୍ଥାନୀୟ ରୀତିନୀତି ଥିଲା ତାହାକୁ କେହି ଗୁରୁତ୍ୱ ଦେଉନଥିଲେ। ଏହି ସ୍ଥାନୀୟ ଭାଷାର ପ୍ରସାର ତା ସହିତ ଭାରତୀୟ ସ୍ଥାନୀୟ ରୀତିନୀତିର ପ୍ରସାର ପାଇଁ ଏହି ସୁଫି ଆନ୍ଦୋଳନ ହୋଇଥିଲା। ନେକ୍ସଟ କାରଣଟି ହେଉଛି ସୁଫିବାଦର ସିଲସିଲାରେ ବିଭାଜନ। ଏହି ସୁଫି ଆନ୍ଦୋଳନକୁ ପ୍ରଚାର ପ୍ରସାର କରିବା ପାଇଁ ସୁଫି ଆନ୍ଦୋଳନକୁ ଅନେକ ଗୁଡ଼ିଏ ସିଲସିଲାରେ ବିଭାଜନ କରାଯାଇଥିଲା ଏବଂ ଅନେକ ଗୁଡ଼ିଏ ସିଲସିଲାରେ ଏହି ସୁଫି ଆନ୍ଦୋଳନ ବିଭାଜନ ହେବା ଦ୍ୱାରା ଲୋକମାନେ ନିଜ ଇଚ୍ଛା ଅନୁସାରେ ଏହି ସୁଫି ଆନ୍ଦୋଳନରେ ବିଭିନ୍ନ ସମ୍ପ୍ରଦାୟରେ ଅଂଶଗ୍ରହଣ କରିକି ଏ ଆନ୍ଦୋଳନକୁ ସଫଳମଣ୍ଡିତ କରିଥିଲେ। ସୁଫି ଆନ୍ଦୋଳନର ଆହୁରି ଏକ କାରଣ ହେଲା ସୁଫି ଧର୍ମର ସଂସ୍କୃତି ଓ ପରମ୍ପରାର ଅଗ୍ରଗତି ପାଇଁ ସୁଫି ଆନ୍ଦୋଳନ ହୋଇଥିଲା। ସୁଫି ଆନ୍ଦୋଳନର ପରମ୍ପରା କହିଲେ ପିଲାମାନେ ଯେମିତିକି ମୁର୍ସିଦ ଓ ମୁରିଦଙ୍କ ମଧ୍ୟରେ ସମ୍ପର୍କ। ଆହୁରି ପିଲାମାନେ ଜିଆରତ ବି ଗୋଟିଏ ସୁଫି ଆନ୍ଦୋଳନର ପରମ୍ପରା ଅଟେ। ତା ସହିତ ଆହୁରି ପିଲାମାନେ ସୁଫି ଆନ୍ଦୋଳନର ପରମ୍ପରା ହେଉଛି ଶରିୟତ। ଏହି ପରମ୍ପରା ତଥା ସୁଫି ଧର୍ମର ସଂସ୍କୃତିକୁ ଆଗେଇ ନେବା ପାଇଁ ସୁଫି ଆନ୍ଦୋଳନ ହୋଇଥିଲା। ଆଜିର ଏହି ଭିଡ଼ିଓରେ ଆମେ ଜାଣିଲେ ସୁଫି ଆନ୍ଦୋଳନ ବିଷୟରେ, ସୁଫି ଆନ୍ଦୋଳନର ଉତ୍ପତ୍ତି ବିଷୟରେ ଜାଣିଲେ, ସୁଫି ଆନ୍ଦୋଳନର ଭାରତରେ ପ୍ରବେଶ ବିଷୟରେ ଜାଣିଲେ। ତା ସହିତ ପିଲାମାନେ ଆହୁରି ଆମେ ଜାଣିଲେ ଜିଆରତ କାହାକୁ କୁହାଯାଏ ଏବଂ ସୁଫି ଆନ୍ଦୋଳନର ଯେଉଁ କାରଣମାନେ ଦାୟୀ ଥିଲା ସୁଫି ଆନ୍ଦୋଳନ ହେବା ପାଇଁ ସେହି କାରଣ ଗୁଡ଼ିକ ବିଷୟରେ ବି ଆମେ ଜାଣିଲେ।
ନେକ୍ସଟ ଭିଡ଼ିଓରେ ଆମେ ପିଲାମାନେ ସୁଫି ସମ୍ପ୍ରଦାୟ ଗୁଡ଼ିକ ବିଷୟରେ ପଢ଼ିବା। ତା ସହିତ ଏହି ସୁଫି ଆନ୍ଦୋଳନର ଭାରତୀୟ ସମାଜ ବା ସଂସ୍କୃତି ଉପରେ କ'ଣ ପ୍ରଭାବ ପଡ଼ିଥିଲା ତାର ବିଷୟରେ ପଢ଼ିବା, ଯାହାକି ପିଲାମାନେ ତୁମର ପରୀକ୍ଷା ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ଏହି ସମ୍ପ୍ରଦାୟ ଗୁଡ଼ିକ 3 ମାର୍କର ପ୍ରଶ୍ନ ଆସିବ, ତା ସହିତ ସୁଫି ଆନ୍ଦୋଳନର ପ୍ରଭାବ ବି 3 ମାର୍କର ପ୍ରଶ୍ନ ଆସିବ ତୁମର ପରୀକ୍ଷାରେ। ଠିକ୍ ଅଛି ପିଲାମାନେ, ସେତିକି ପର୍ଯ୍ୟନ୍ତ ବିଦାୟ ଦିଅ। ଆହୁରି ଯଦି ଭିଡ଼ିଓଟି ଭଲ ଲାଗିଥିବ ପିଲାମାନେ ଭିଡ଼ିଓଟିକୁ ଲାଇକ୍ କରିଦେବ, ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବ ମଧ୍ୟ।